চম্পাড়ি হেবি তোমারি রানী হেবি তোমার ঘরানি এ পইলি দেখারে তুমি মোর আউ কি হে বাবা আরে পুরা এরকম সবার মো কবি মো ওঠে হাত মারি দেবা এই তো ওঠে না মহু আছে অভিশাপ দেবি এই দে অভিশাপ মো সত্যি কন্যা হ্যাঁ যা অভিশাপ দে অভিশাপ ফলে দিব ও তুই মনে আরে দে মোটা কুকুর হই গেল সত্যি কন্যা অভিশাপ আত্ম মারি দিব কোন ভিতর ফাউন্ডেশন বলা হইনি মতে অভিশাপ দেলু অভিশাপ দেবি আও মো তো সত্যি পুরুষ মো যদি প্রকৃতটা সত্যি পুরুষ হই যাবে তুমি কো অভিশাপ দউছি কি অভিশাপ তুমি আও জন্মর তুলসী গছ হই জন্ম হবো দুয়ারে দুয়ারে খাই পূজা পাইবি ইরে সে তুলসী গছ হই পূজা ভাই তু ভূত কুকুর হই গলি কোন বাবু কো দুয়ার মহে ধান করি খাও মাড মহে খাই কুকুর মানে গলে গোডেই কি কাম লতে কুকুর ভাই মারি আপন বুঝি পাবো না খাবো কাম হলা কুকুর বিস্তা খাইବାକୁ ଯିବ ଗାଁ ମାନେ ଦଣ୍ଡାରୁ ବିସ୍ତା ଖାଇ ଠିକ ତୋରା ପାଖକୁ ଚାଲି ଆସିବ ଚାଲି ଆସି ତୁଳସୀ ଗଛ ଉପରେ তার ଗୋଟେ କାରଣ ଅଛି ତୁଳସୀ ଗଛ ଉପରେ କୁକୁର କାହିଁକି ପରିଶ୍ରା କରେ ଟିକେ ପରେ କହି ତୁ ଭୂତ ବୁଝିବୁ ଦେବୁ ଏ ପଇଲି ଦେଖାରେ ତୁମେ ମୋର ଆଉ କିଏ ହେବ ମୋ ମନ ଚୋର ତୁମେ କି ବୁଝି ପାରୁନା ସାରି ଦେଲା ତୁମ ତୋରା କାହାଣୀ ହେବି ତୁମରି ରାଣୀ ହେବି ତୁମ ହେବି ତୁମରି ରାଣୀ କଣ ବରଗଡ଼ ନିଶ ଦେଖଉଥିଲ ଆଜି ଇଏ କି ପ୍ରକାର ନିଶରେ କଣ ଥମଳିଲାଣି 5 ଭାଗେ ଇଏ କଣ ହେଲା ଆପଣ ବୁଝିପାରୁନାହାନ୍ତି ନା ଆପଣ ବୁଝିପାରିବେ ସିଏ ମୁଣ୍ଡ ଆଉ ଇଏ ମୁଣ୍ଡ ଦେଖିଲ ପାଳିଆ ମୁଣ୍ଡଟି ପାଳଗଦା ପକେଇକିରି ପାଳିଆ ହଁ ମୋ ପାଳଗଦା ଭିତରେ ଖାଲି ଧାନ ନା କୁଟା ପୁରେଇଛି ସେମିତି କହୁଛ ପୁଣି ଆଙ୍ଗୁଠି ଟାଇମ୍ ଦେଖି ପୁଣି ଆଙ୍ଗୁଠି ଦେଖ ତ ଆଙ୍ଗୁଠି ମିଶା ପୁଣି 2 ଘଣ୍ଟା ଲାଗି ହଁ ଦେଖ ଆଜି ତତେ ଛାଡ଼ିଦେଲି ଏ ନିଶର କାରଣ ଅଛି କାରଣ ଏ ନିଶକୁ ଶାଶୁ ମତେ ସେତେବେଳେ ଡିମାଣ୍ଡ ଦେଇଥିଲେ ଯୋଉ ବଡ଼ ବଡ଼ ନିଶ ଡିମାଣ୍ଡ ଦେଇଥିଲେ ତୋ ପିଲାବେଳେ ବାହା ହବା ବେଳେ ଶାଶୁ ଦେଇଥିଲେ ହଁ ସେଇଠୁ ତାପରେ ଯେତେବେଳେ ମୋର ପିଲା ଛୁଆ ହେଇଗଲା ମୋ ଶାଳୀ ମତେ ଭାରି ଭଲ ପାଇଲା ହଁ ବୋଲେ ହେଇବ ମାନେ ସିଏ ମତେ ଭାରି ଭଲ ପାଏ ମୁଁ ତାକୁ ଭାରି ଭଲ ପାଏ କହିଲା ଭାଇ ମୁଁ କହିଲି ଭଲ ନାଇଁ ନିଶୁକୁ ନିଅ ୟାକୁ ଶାଳୀ ଦେଇଛି କାଇଁ କଣ ହେଲା ତମେ ଓଡ଼ିଶା ସାରା ଯେତେ ଦେଖିବାକୁ ସେ ପିଲା ଦେଇଦେଇ କାଟେଇ ଇଏ ନିଶ ଖାଲି ପିଲ ଦବ ଆର କାମ ହେଲା ପିଲ ଦବ ଆଚ୍ଛା ଇଏ କଣ କେଇଟା ପିଲ ଦେଲାଣି 6ଟା ଦେଇଛି 6ଟି ଅନୁଷ୍ଠାନରେ ଗଲୁଣି ପିଲ ଦେଇଛି ଯେତିକି ପିଲା ମୋର ଜନ୍ମ ହେଇଛନ୍ତି ଏଠି ପିଲ ସେତିକି ଦେଇଛି ଆଉ ଯେତେ ପିଲା ଜନ୍ମ ହବ ଆଗରେ ସେମିତି ପିଲେଇ କାଟାଲି ଆଖିରେ ସତେ କି
তো গরম দিনে হচ্ছে আইসক্রিম ব্যাপারে আসছিলে মুই এক বন্ধুকে সাথে সাথে দেখাই দেবি যেন দেখাই দেবি যে আইসক্রিম লোক ধরিগলা ধরিকি ছাড়ি পড়ে ছাড়তে সাইকেল পড়েলা মুখে পিলে হেয়েন সব পিলা বলছে মুখে যেটা আইসক্রিম বলছি সব খাই যাও পিলা খাই গলি না এই বন্ধু করি এই বন্ধুদের কোন খুব ভালো ভালো করে কাকিনি মতে ভালো লাগে কিরে কেড়ো সাড়ে কর যাও তুমি ଆଉ ବସ ନାହିଁ ବା ଠିକ ସାର୍ ସାର୍ ଆଗୁଆ ଆଉ ଛାଏ ଘୁଟିକିରି ବଇଲା ମୁଁ ଯଦି ମାରିଛି ମୁଁ ଭଲ କଣ ଭଲ କରୁଛନ୍ତି ତୁ ଆପଣ ଚେଷ୍ଟା ଆରେ ତୁ ଭଲ କଲୁ ଦେଖିଆ କେତେ ପରସେଣ୍ଟ କମିଲା ଆଉ କେତେ ପରସେଣ୍ଟ ରହିଲା ଆଉ ଆଉ ଟିକେ ରହିଲା କଣ କରିବି ହେଲା 20% ଦେଲେ ହଁ ବଢା ଆଉ 20% ବଢକୁ ଦେ ଭିଟାମିନ କି ବଢି ରାତିରେ ଖାଲି ଦେଖେ কবি আচ্ছা কଣ কହୁଛୁ ଇଏ କିଏ ତୁ କୁଆଡ଼େ ଆଇଲୁ ରହଣି ପଳାଇବାର ବାଲା ଶେଷ ଦିନ ଆଜି କୁଆଡ଼େ ଆଇଛୁ କିଏ ତୁ ମୁଁ ହଉଛି ଇନ୍ଦିରା ଗାନ୍ଧୀ ସେ ଭଲେଇ ମୁଁ ତାଙ୍କ ପ୍ରେତାତ୍ମା ଯାଏ କୁଆଡ଼େ ଯାଇଥିଲ ଆଉ ତମେ ବୁଝିପାରୁନ କି ନା ମନ୍ତ୍ରୀ ସବୁ ଚାରିଆଡ଼େ ବୁଲୁଛନ୍ତି ହଁ ଏବେ ମନ୍ତ୍ରୀ ସବୁ ଓଳି ମୂଳ ବି ବୁଲିଲେଣି ହଁ ମୋର ଅଲଣା ହାଟର ମିଟିଂ ଥିଲା ମୁଁ ମିଟିଂରୁ ଫେରିଲା ବେଳେ ଏ ଗ୍ରାମରେ ମତେ ପାଲା ଶୁଭିଲା ହଁ ମାଇକି ଲାଗିଛି ଲହର ପଡ଼ା ଗ୍ରାମରେ ହଁ ଯାହା ହଉ ଭଲ ପାଲା ହଉଛି ଇଏ ତୁମର ହିସାବରେ କଣ ହେବ ଏ ମୋ ପାଳିଆ ହବ ଯାହା ହଉ ଏମିତି ଗାଇଲା ଏମିତି ନାଚିଲା ସେ ନଦୀ ପାଖରେ ମତେ ଜମା ଧାରା ବସେଇ ଦେଲାନି ମୁଁ ଚାଲୁ ଚାଲୁ ଏ ଷ୍ଟେଜ ପାଖକୁ ଚାଲି ଆସିଲି ଝିଅଲ ଝାଳ ବଡ଼ା ଝାଳ ଝିଅଲ ତୁ ଗୀତ ଗା ମୁଁ ଏଠି ଝାଡ଼ା ତମକୁ ଏମିତି କିଏ କଲା ଓ ଏମିତି କିଏ କଲା ଏମିତି କିଏ କଲା ପ୍ରଶାନ୍ତ ମୁଦୁଲି ଏମିତି ମାତ୍ର ରାତିରେ ଖାଲି ଦେଖେ ସପନ ଗଛ ଚଢିଯାଉଛି ହଉ ଛୋଟ ମୋର ଆଜି ପାଲାର ଲାଷ୍ଟ
ଆପଣ ଯଦି ଅନୁମତି ଦେବେ ଏଠି 4 ଦିନ ହେଲା ମାଲା ହେଲାଣି ସାର୍ ମତେ କେତେ ମାଲାଣି ଆପଣ ମାନେ ବିଚାର କରନ୍ତୁ। ମାଡ଼ ମୋଟେ କିଛି ହେଇନି ଆହୁରି ହବ ତ। ଗୋଟିଏ ପ୍ରଶ୍ନ ପଚାରିଲେ ଆସିବନି କାହାକୁ ଆପଣଙ୍କୁ ତୁ ପାଳିଆ ପ୍ରଶ୍ନ ପଚାରି ମତେ ଆସିବନି ନା କଣ ଶୁଣ ଛାଡ଼ କାହିଁ ପଚାରିବି ନାଇଁ ପଚାର ଏଇ ପ୍ରଶ୍ନ ଆପଣଙ୍କ ପ୍ରଥମ ଗୁରୁକୁ ପଚାରିଥିଲି। ଅର୍ଜୁନ ଦାସ ହଁ ସେ କଣ କଲେ ବୁଝିପାରିଲେ କି ଆଉ ବୁଢା ମଲେ କିନ୍ତୁ ପ୍ରଶ୍ନର ଉତ୍ତର ଦେଇପାରିଲେ ତତେ ଦେଖିକି ଡରିକିରି ମରିଗଲେ ଜଗତପୁର ସିଏ ଓହ୍ଲେଇଲେ ମୁଁ ଓହ୍ଲେଇଲି ମତେ ଯେମିତି ଦେଖି ପକେଇଲେ କେଭିନି ପଛ ପଛକୁ ପଳେଇଲେ ଯେତେବେଳେ କାଳେ ପ୍ରଶ୍ନ କାଳେ ପ୍ରଶ୍ନ